ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବା ଆଶଙ୍କା କରାଯାଉଛି। ୟାକୁ ନେଇ କଣ କହିବେ, ବର୍ତ୍ତମାନର ଅପଡେଟ କଣ ଆସୁଛି? ନମସ୍କାର। ବର୍ତ୍ତମାନ ଯୋଉ ଘୂର୍ଣ୍ଣିବଳୟ କ୍ଷେତ୍ର ଅଛି ସେ ଆମର ଦକ୍ଷିଣ ଭାରତର ରାଜ୍ୟ ମାନଙ୍କୁ ପ୍ରଭାବିତ କରିବ। ମତେ ଲାଗୁଛି ନେକ୍ସଟ 48 ରୁ 72 ଘଣ୍ଟା ପର୍ଯ୍ୟନ୍ତ, 17-18 ତାରିଖ ପର୍ଯ୍ୟନ୍ତ ଯୋଉ ଆମର ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, କିଛିଟା ଦକ୍ଷିଣ ମହାରାଷ୍ଟ୍ର ଏସବୁ ଅଞ୍ଚଳକୁ ପ୍ରଭାବିତ କରିବ। ଆଉ ତାପରେ ତାର ପ୍ରଭାବ କମିଯିବ, କାରଣ ଆମର ଯୋଉ ଉତ୍ତର ଦିଗରେ ଯୋଉ ଥଣ୍ଡା ବାୟୁର ଯୋଉ ଚଳନ ଅଛି ସେ ଟିକେ ଦକ୍ଷିଣ ଅକ୍ଷାଂଶକୁ ଆସିବ, ତେଣୁ ତା ପ୍ରଭାବ କମିଯିବ। ତାପରେ ଲାଗୁଛି 22 ନଭେମ୍ବର ଆଡେ ଆଉ ଗୋଟେ ଘୂର୍ଣ୍ଣିବଳୟ କ୍ଷେତ୍ର ଆମର ଯୋଉ ଦକ୍ଷିଣ ଚାଇନା ସାଗରରୁ ଦକ୍ଷିଣ ଆଣ୍ଡାମାନ ସାଗରକୁ କ୍ରସ ଓଭର ହେଇଯିବ, ଆସିଯିବ। ଆଉ ତାପରେ ତାର ଯୋଉ ଜୀବନ ଚକ୍ର ଆରମ୍ଭ ହବ। ମତେ ଲାଗୁଛି ତାର ଯୋଉ ଜୀବନ ଚକ୍ର ସମୟ ସୀମାଟା 22 ନଭେମ୍ବରରୁ ନେଇକି 2 ଡିସେମ୍ବର ଏଇ ଭିତରେ ରହିବାର ସମ୍ଭାବନା ଅଛି। ଲାଗୁଛି ସିଏ ବି ଗୋଟେ ଲଘୁଚାପ କ୍ଷେତ୍ର ହବାର ବି ସମ୍ଭାବନା ରହୁଛି। ତେଣୁ ପଛକୁ ପଛ ଲଘୁଚାପ କ୍ଷେତ୍ର ଘୂର୍ଣ୍ଣିବଳୟ ବଙ୍ଗୋପସାଗର ଆଉ ପ୍ରଶାନ୍ତ ମହାସାଗର ସକ୍ରିୟ ରହିଥିବାରୁ ଡିସେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଏଇପରି ସିଷ୍ଟମ ସବୁ ଆସିବେ ଆଉ ବଙ୍ଗୋପସାଗର ସକ୍ରିୟ ରହିବ। ଆଚ୍ଛା, ଆପଣ କହୁଛନ୍ତି ଡିସେମ୍ବର ମଧ୍ୟ ଭାଗ ଯାଏ ବଙ୍ଗୋପସାଗର ସକ୍ରିୟ ରହିବ, କିନ୍ତୁ ବର୍ତ୍ତମାନ ଆମେ ଯଦି ଦେଖିବା, ଆପଣ ଯାହା ଆକଳନ କରିଥିଲେ ପୂର୍ବରୁ ମଧ୍ୟ ଯାହା ସୂଚନା ଦଉଥିଲେ ଯେ 15 ତାରିଖ ବେଳକୁ ରାଜ୍ୟରେ ଶୀତ ଆସିବ। ଆଜି ଯଦି ସକାଳ କଥା ଆମେ କହିବା, ମର୍ଣ୍ଣିଂ ରୁ ଯେତେ ମାତ୍ରାରେ ପୂର୍ବରୁ ଯେମିତି ତାତି ଅନୁଭୂତ ହଉଥିଲା, କେଉଁଠି ନା କେଉଁଠି ଶୀତ ଥଣ୍ଡା ପବନ ମଧ୍ୟ ବହୁଥିଲା, ଥଣ୍ଡା ଲାଗୁଥିଲା। ତ ଏଣିକି ଶୀତର ପ୍ରଭାବ ଦିନକୁ ଦିନ ବଢିବ କି? ଆଜ୍ଞା, ବର୍ତ୍ତମାନ ଆମର ଉତ୍ତର ଭାରତରେ ଶୀତର ପ୍ରଭାବ ଟିକେ ଅଧିକା ଅଛି। ଆଉ ଧୀରେ ଧୀରେ ସେ ବାୟୁଟା ଦକ୍ଷିଣ ଅକ୍ଷାଂଶକୁ ଆସୁଛି, ତେଣୁ ତା ପ୍ରଭାବରେ ଆଜି ଗୋଟେ ପ୍ରାରମ୍ଭିକ ଆମର ଶୀତ କଣ୍ଡିସନ ଆରମ୍ଭ ହଉଛି ଉତ୍ତର ଓଡିଶାର ଜିଲ୍ଲା ମାନଙ୍କୁ। ଆଉ ତାପରେ ସେଟା ଧୀରେ ଧୀରେ ଓଡିଶାକୁ ବ୍ୟାପିବ। କିନ୍ତୁ ଏଇଠି ଗୋଟେ ଜିନିଷ ମୁଁ କହିବାକୁ ଚାହୁଁଛି ଯେ ଆପଣଙ୍କର ଦିନ ବେଳା ବର୍ତ୍ତମାନ ବି ଗରମ ରହିବ, କାରଣ ଟିକେ ଯୋଉ ଜଳୀୟ ବାଷ୍ପ ରହୁଛି ଆଉ କଣ୍ଡିସନ ସେତେ ଶୀତ ପାଇଁ ନାହିଁ। କିନ୍ତୁ 17 ତାରିଖ ପରେ ଗୋଟେ ଯୋଉ ଉତ୍ତର ପଶ୍ଚିମ ଥଣ୍ଡା ବାୟୁର ଯୋଉ ପ୍ରବାହଟା ଟିକେ ଅଧିକା ରହିବ, ତେଣୁ ତା ପ୍ରଭାବରେ ଯୋଉ ଆମର ଦିନ ବେଳା ଯୋଉ ତାପମାତ୍ରା ଅଛି ସିଏ ବି ଟିକେ ଖସିବ। ଯୋଉ ପିରିୟଡ ଟା ଲାଗୁଛି 17 ନେଇକି 23-24 ସେତିକି ବେଳେ ଲାଗୁଛି ଟିକେ ମାତ୍ରା ଟିକେ ଅଧିକା ଶୀତ ରହିପାରେ। ଆଉ ଶୀତର ଯୋଉ କଣ୍ଡିସନ ଟା ଆପଣଙ୍କର ଯୋଉ ଇଣ୍ଟେରିୟର ଡିଷ୍ଟ୍ରିକ୍ଟ, ଉତ୍ତର ଯୋଉ ଆମର ଆଭ୍ୟନ୍ତରୀଣ ଜିଲ୍ଲା ମାନେ ରହୁଛନ୍ତି ସେଠି ଟିକେ ପ୍ରଭାବ ଦିନ ବେଳା ବେଶୀ ରହିବ। ତୁଳନାତ୍ମକ ଭାବରେ ଆପଣ ଯଦି ଦେଖିବେ ଉପକୂଳବର୍ତ୍ତୀ ଜିଲ୍ଲା ମାନେ ଟିକେ ୱାର୍ମ କଣ୍ଡିସନରେ ରହିବେ। କିନ୍ତୁ ଯଦି ରାତି ବେଳା ଆଉ ପାହାନ୍ତି କଣ୍ଡିସନରେ ଶୀତ ଦେଖିବେ, ସମ୍ପୂର୍ଣ୍ଣ ଓଡିଶା ଟିକେ ତାପମାତ୍ରା ହ୍ରାସ ପାଇବ। ଆଉ ପର୍ଟିକୁଲାରଲି ଯୋଉ ପିରିୟଡ ଟା ଲାଗୁଛି 17 ପରେ ପରେ 21 ରୁ ନେଇକି 24 ପିରିୟଡ, ସେଇ ପିରିୟଡରେ ଟିକେ ଅଧିକା ଶୀତ ରହିପାରେ। କିନ୍ତୁ ଓଭରଅଲ ଆପଣ ଗୋଟେ ତାତି କଣ୍ଡିସନ ଅଛନ୍ତି। ଆଉ ତାପରେ ଆପଣ ଯେମିତି କହିଲେ ଯୋଉ ନେକ୍ସଟ ସିଷ୍ଟମ ଆସୁଛି 22 ରୁ 23 ଭିତରେ ଯୋଉ ବଙ୍ଗୋପସାଗରକୁ, ତେଣୁ ତା ପ୍ରଭାବଟା ପଡିବା ମତେ ଲାଗୁଛି 24-25 ରୁ ଆରମ୍ଭ ହବ ସ୍ଥଳ ଭାଗରେ। ତେଣୁ ସେ ପର୍ଯ୍ୟନ୍ତ ଶୀତ ରହିବ। ଆଉ ତାପରେ ପୁଣି 24 ନଭେମ୍ବର ପରେ ପରେ ଶୀତର ପ୍ରଭାବ କମିଯିବାର ସମ୍ଭାବନା ରହୁଛି। ସାର୍, ଯେମିତି କହୁଥିଲେ ନେକ୍ସଟ ଯୋଉ ସିଷ୍ଟମ ଆସୁଛି ତାର ପ୍ରଭାବ ଓଡିଶା ଉପରେ କେତେ ମାତ୍ରାରେ ପଡିବ? ଓଡିଶାରେ ସେଭଳି କିଛି ବର୍ଷା ହେବାର ଆଶଙ୍କା କରାଯାଉଛି କି? ଏବେ ତ ଆମେ ବର୍ତ୍ତମାନ 15 ତାରିଖରେ ଅଛୁ, ଆମେ କଥା ହଉଛୁ କଣ ହବ 27 ରୁ 29 ତାରିଖ ଭିତରେ, ଟିକେ ବହୁତ ଆଗରୁ କଥା ହଉଛୁ। କିନ୍ତୁ ମୋଟାମୋଟି ଜଣା ପଡୁଛି ଯେ ଯେହେତୁ ସ୍ଥଳଭାଗ ଆଡକୁ ଅଗ୍ରସର ହବ, କିଛିଟା ବାଦଲ ଖଣ୍ଡ ସୃଷ୍ଟି କରିବ, ଆଉ ପୂର୍ବ ବାୟୁର ପ୍ରଭାବ ଚାଲିଛି। ଆପଣ ଦେଖିବେ ଯୋଉ ଦକ୍ଷିଣ ଓଡିଶାର ଜିଲ୍ଲା ମାନେ ସବୁବେଳେ ଟିକେ ୱାର୍ମ କଣ୍ଡିସନରେ ରହିବେ କମ୍ପେୟାର ଟୁ ଉତ୍ତର ଜିଲ୍ଲା ମାନେ। ତାର ମେନ୍ କାରଣ ରହୁଛି ଯେ ପୂର୍ବ ବାୟୁର ପ୍ରଭାବ ଆଉ କିଛିଟା ବାଦଲ ଖଣ୍ଡ ରହିପାରନ୍ତି। କିନ୍ତୁ ଓଭରଅଲ ମତେ ଲାଗୁଛି 24 ପରେ ପରେ ଶୀତର ପ୍ରଭାବ କମିଯିବ। ଆଉ ଯୋଉ ଆପଣ କହିଲେ ବର୍ଷାର ପ୍ରଭାବ, ସେଇଟା ଗୋଟେ ଦିଟା ଜିନିଷ ଉପରେ ଡିପେଣ୍ଡ କରୁଛି ଯେ ସିଏ ଆମର ଦକ୍ଷିଣ ବଙ୍ଗୋପସାଗର ରହୁଛି କି ଟିକେ ଉପରକୁ ଉଠିବାକୁ ଚେଷ୍ଟା କରୁଛି ଆନ୍ଧ୍ର ପାଖାପାଖି ଅଞ୍ଚଳକୁ। ଯଦି ସେ ପର୍ଯ୍ୟନ୍ତ ଆସେ ତାହେଲେ ଟିକେ ବାଦଲ କଣ୍ଡିସନ ଓଡିଶାରେ ମଧ୍ୟ ସୃଷ୍ଟି ହେଇପାରେ। ବର୍ତ୍ତମାନ ଆମେ ତାର ଯୋଉ ପ୍ରଭାବ ପାଇଁ ଅପେକ୍ଷା କରିବା। କିନ୍ତୁ ଓଭରଅଲ ଲାଗୁଛି ସ୍ଥଳଭାଗର ଯୋଉ ଜଳୀୟ ବାଷ୍ପର ପ୍ରଭାବଟା 24-25 ରୁ ଆରମ୍ଭ ହବ ଏଇ ସିଷ୍ଟମ ଦ୍ୱାରା। ତେଣୁ ଶୀତର କଣ୍ଡିସନଟା
24-25 ପରେ କମିଯିବାର ସମ୍ଭାବନା ରହୁଛି। ନିହାତି ଭାବେ ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ସମସ୍ତ ସୂଚନା ପାଇଁ।